ସକାଳୁ ସକାଳୁ ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ। ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସବୁଠି ମା ସରସ୍ୱତୀଙ୍କର ପୂଜା ପାଇଁ ଚାଲିଛି ଅନେକ ନାନା ପ୍ରକାର ସାଜସଜ୍ଜା, ହସ ଖୁସିର ମାହୋଲ। ହେଲେ ଏ ସରସ୍ୱତୀ ପୂଜା କାହା ଜୀବନକୁ ବିପଦରେ ପକାଇଦେବ ଏବଂ କାହା ଜୀବନ ବି ନେଇଯିବ, ଏ କଥାକୁ କେବେ ହେଲେ କେହି ବି ଭାବି ନଥିବେ। ଏମିତି ଏକ ଘଟଣା ଘଟି ଯାଇଛି ନିକଟ ଅତୀତରେ, ଯାହା ଏବେ ମଧ୍ୟ ଶୁଣିଲେ ହୃଦୟକୁ ବହୁତ କଷ୍ଟ ହେବ। କେଉଁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ବାଇକଳା ଗ୍ରାମର ସୁନୀଲ ସେଠୀ, ବୟସ ତାଙ୍କର 50 ବର୍ଷ। ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଗୋଟିଏ ପୁଅ। ପୁଅ ତାଙ୍କର ଏବେ 8ମ ଶ୍ରେଣୀରେ ପାଠ ପଢୁଛି। ଛୋଟବେଳୁ ସୁନୀଲ ବାବୁ ପୁଅକୁ ତାଙ୍କର ବହୁତ ଗେଲ ବସାରରେ ବଡ଼ କରିଛନ୍ତି। ପୁଅଙ୍କର ସବୁ ଅଳି, ସବୁ ଇଚ୍ଛା ସୁନୀଲ ବାବୁ ବହୁତ ଭଲ ଭାବରେ ତୁଲେଇଛନ୍ତି। ସବୁଦିନ ପରି ସେଦିନ ମଧ୍ୟ ସୁନୀଲ ବାବୁଙ୍କ ପୁଅ ରାହୁଲ ସ୍କୁଲକୁ ଯାଇଥିଲା। ସ୍କୁଲରେ ସାଙ୍ଗମାନଙ୍କ ସହିତ ମା ସରସ୍ୱତୀଙ୍କର ଅନେକ ଖୁସିରେ ସେମାନେ ସାଜସଜ୍ଜା କରୁଥିଲେ। ସାଜସଜ୍ଜା କରି ସାରିଲା ପରେ ସେଦିନ ସେମାନେ ଘରକୁ ଫେରିଥିଲେ। ପରଦିନ ସକାଳ ହେଲା, ମା ସରସ୍ୱତୀଙ୍କର ପୂଜା। ସେମାନେ ପୁଣି ଥରେ ସ୍କୁଲକୁ ଗଲେ। ସ୍କୁଲରେ ପିଲାମାନେ ପୂଜା ପାଠ ସବୁ ସାରି ସାରିଲା ପରେ ପ୍ରାୟ ଦିନ 12ଟା ସମୟ ହେଇଥାଏ। ସ୍କୁଲର ସବୁ ଛାତ୍ରଛାତ୍ରୀ ସମସ୍ତେ ପୂଜା ସାରି ସେମାନେ ମନେ ମନେ ଚିନ୍ତା କଲେ, ଆମେ ଆଜି ସ୍କୁଲରେ ଗୋଟେ ଦିନ ଛୁଟି ମିଳିଛି, ଆମେ ସମସ୍ତେ ଏ ଦିନକୁ ସେଲିବ୍ରେସନ କରିବା ଉଚିତ। ଆମେ ସମସ୍ତେ ମିଶିକି ଆଜି ଏ ଦିନକୁ ବହୁତ ଖୁସିରେ କାଟିବା। ଏସବୁ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇ ସାରିଲା ପରେ ସେମାନେ ତାଙ୍କର ଶିକ୍ଷକକୁ ଏସବୁ ବିଷୟରେ ଜଣେଇଲେ। ଶିକ୍ଷକ ମଧ୍ୟ କହିଲେ, ଯଦି ସମସ୍ତେ ଏଥିରେ ଏକମତ ତାହେଲେ ମୁଁ ଆଉ କଣ କହିବି। ଆଜି ତାହେଲେ ଆମେ ଧୁମ୍ ନାଚ ଗୀତରେ ମା ସରସ୍ୱତୀଙ୍କର ପୂଜାକୁ ପାଳନ କରିବା। ସମସ୍ତ ଛାତ୍ରଛାତ୍ରୀ ସମସ୍ତେ ନାଚିବାରେ ଗାଇବାରେ ଝୁମିଲେ ଏବଂ ମା ସରସ୍ୱତୀଙ୍କ ପୂଜାରେ ଡିଜେ ସାଉଣ୍ଡ ମଧ୍ୟ ଆସିଥିଲା। ସମସ୍ତ ଛାତ୍ର ଯେତେବେଳେ ପଡ଼ିଆରେ ନାଚ ଗୀତରେ ଝୁମୁଥିଲେ, ସୁନୀଲ ବାବୁଙ୍କ ପୁଅ ରାହୁଲ ଏବଂ ତାଙ୍କର କିଛି ସାଙ୍ଗ ସେମାନେ ଛାତ ଉପରେ ବେଶ୍ ଖୁସିର ସହକାରେ ନାଚରେ ମଜି ଯାଉଥିଲେ। ଏମିତି କିଛି ସମୟ ନାଚିବା ପରେ ନାଚି ନାଚି କେତେବେଳେ ସୁନୀଲ ବାବୁଙ୍କର ପୁଅ ରାହୁଲଙ୍କର ଗୋଡ଼ ଖସି ସେ ତଳେ ପଡ଼ି ଯାଇଛନ୍ତି, ଏ କଥା ତାଙ୍କ ସାଙ୍ଗମାନେ କେହି ବି ଜାଣିପାରୁନାହାନ୍ତି। ଯେତେବେଳେ ରାହୁଲକୁ ତାଙ୍କର ସାଙ୍ଗମାନେ ଦେଖିଲେ ରାହୁଲ ଛାତ ଉପରେ ତଳକୁ ଖସି ପଡ଼ିଛି, ସେତେବେଳେ ଶିକ୍ଷକ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ସମସ୍ତେ ପୁରା ଭୟଭୀତ ହେଇଗଲେ
ଏବଂ ସାଙ୍ଗେ ସାଙ୍ଗେ ସୁନୀଲ ବାବୁଙ୍କୁ ଖବର ଦେଲେ। ସୁନୀଲ ବାବୁ ପୁଅଙ୍କର ଏପରି କଥା ଶୁଣିକି ସେ ବହୁତ ଡହଳ ବିକଳ ହେଇକି ଦୌଡ଼ି ଆସିଲେ ପୁଅଙ୍କ ପାଖକୁ। ଦେଖିଲେ ପୁଅ ତାଙ୍କର ତଳେ ପଡ଼ିଯାଇଛି ଏବଂ ରକ୍ତରେ ତାଙ୍କର ଦେହ ଯାକ ଭିଜି ଯାଇଛି। ପୁଅର ଏପରି ଅବସ୍ଥା ଦେଖି ସୁନୀଲ ବାବୁ ପୁରାପୁରି ଭାଙ୍ଗି ପଡ଼ିଲେ ଏବଂ ସେ କାନ୍ଦିବା ପାଇଁ ଲାଗିଲେ ଏବଂ କହିଲେ, ହେ ମା ସରସ୍ୱତୀ, ଏବେ କେବଳ ଆପଣଙ୍କର କୃପା ଯଦି ମିଳିବ ତେବେ ମୋ ପୁଅ ନିଶ୍ଚିତ ଭାବରେ ବଞ୍ଚିଯିବ। ଏବଂ ସୁନୀଲ ବାବୁ ଥିଲେ ପ୍ରଭୁ ଜଗନ୍ନାଥଙ୍କର ବଡ଼ ସେବକ। ସେ ସବୁଦିନ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଗୋଟିଏ ଦୀପ ଏବଂ ଗୋଟିଏ ଧୂପ ଜଳାନ୍ତି ଏବଂ ସବୁବେଳେ ସନ୍ଧ୍ୟା ସମୟରେ ସୁନୀଲ ବାବୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନେ ମନେ ଏତିକି ମାଗନ୍ତି ଯେ ତୁମେ ମୋ ପରିବାରକୁ ବହୁତ ଭଲରେ ରଖ, ମୋ ପରିବାରର ଯେମିତି କିଛି ବି ଅସୁବିଧା ନ ହଉ, ଆଉ ଯାହା ବି ଅସୁବିଧା ହବ ସବୁ ଅସୁବିଧା ମୋ ଉପରକୁ ଆସୁ। କିନ୍ତୁ ସେଦିନ ଯେତେବେଳେ ପୁଅଙ୍କର ଏପରି ଅବସ୍ଥା ସୁନୀଲ ବାବୁ ଦେଖିଲେ, ସେ ପ୍ରଭୁ ଜଗନ୍ନାଥଙ୍କୁ ବିକଳ ହେଇକି ଡାକିଲେ ଏବଂ କହିଲେ, ହେ ପ୍ରଭୁ, ଏବେ କେବଳ ତୁମର ହିଁ ଭରସା। ତୁମେ ଯଦି ଚାହିଁବ ତାହେଲେ ମୋ ପୁଅ ପୁଣି ଥରେ ବଞ୍ଚି ଉଠିବ। ଏ ଦୁନିଆରେ ମୋର ଆଉ ନିଜର କହିଲେ କେହି ବି ନାହିଁ। ଯଦି ମୁଁ ଯାହାକୁ ନିଜର ବୋଲି ଭାବିଛି, ତମେ ଯଦି ତାକୁ ଛଡ଼େଇ ନେବ ତାହେଲେ ମୋର ଏ ଜୀବନ ଥାଇକି କି ଲାଭ? ଏମିତି କହିକି ସୁନୀଲ ବାବୁ ତାଙ୍କର ପୁଅଙ୍କ ଗୋଡ଼ ପାଖରେ ମୁଣ୍ଡକୁ ବାଡ଼ଉଥାନ୍ତି। ହଠାତ୍ ସୁନୀଲ ବାବୁଙ୍କର ପୁଅ ତାଙ୍କର ହାତ ହଲେଇବାକୁ ଲାଗିଲେ ଏବଂ ଧୀରେ ଧୀରେ ତାଙ୍କ ପୁଅ ଆଖି ମଧ୍ୟ ଖୋଲିଲେ ଏବଂ ଆଖି ଖୋଲିକି ସୁନୀଲ ବାବୁଙ୍କ ପୁଅ ରାହୁଲ ତାଙ୍କ ବାପାଙ୍କୁ କହିଲେ, ବାପା, ମୁଁ ଆଜି ଏମିତି କିଛି ସ୍ୱପ୍ନ ଦେଖିଲି ଯୋଉଟା ଶୁଣିଲେ ତମେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବ। ମୁଁ ମୋ ସ୍ୱପ୍ନରେ ଦେଖିଲି ସ୍ୱୟଂ ଶ୍ରୀ ଜଗନ୍ନାଥ, ସ୍ୱୟଂ ମା ସରସ୍ୱତୀ ତାଙ୍କ କୋଳରେ ମୁଁ ଶୋଇଛି, ଆଉ ତାପରେ ମୋତେ ତମର ବହୁତ ଜୋରସେ ଚିତ୍କାର ଶୁଭାଗଲା ଆଉ ମୁଁ ଧୀରେ ଧୀରେ ଆଖି ଖୋଲିଲି। ଏସବୁ କଥା ଶୁଣିଲା ପରେ ସୁନୀଲ ବାବୁ ପ୍ରଭୁଙ୍କର ସବୁ ଇଚ୍ଛାକୁ ବୁଝିଗଲେ ଏବଂ ମନେ ମନେ କହିଲେ, ହେ ପ୍ରଭୁ ଜଗନ୍ନାଥ, ମୁଁ ଜାଣିଛି ଏସବୁ ଯାହା ବି ହେଲା ସବୁକିଛି ତମରି ଚମତ୍କାର। ଏହାପରେ ସୁନୀଲ ବାବୁ ତାଙ୍କ ପୁଅ ରାହୁଲକୁ ଖୁସିରେ ଖୁସିରେ ଘରକୁ ନେଇ ଆସିଲେ ଏବଂ ପୁଅଙ୍କର ଭଲ ଭାବରେ ଟ୍ରିଟମେଣ୍ଟ କଲେ। କିଛି ଦିନ ପରେ ପୁଅ ମଧ୍ୟ ତାଙ୍କର ସୁସ୍ଥ ହୋଇଗଲେ। ଏଇ ଥିଲା ମା ସରସ୍ୱତୀ ପୂଜାର କିଛି ଅନୁଭୂତି। ଗୋଟିଏ ଛାତ୍ର ସହିତ ଘଟି ଯାଇଥିବା ଗୋଟିଏ ବହୁତ ବଡ଼ ବିପଦର ଅନୁଭୂତି। ଏସବୁ ଯାହା ବି କିଛି ହେଇଥିଲା ସବୁକିଛି ଡିଜେର କାରଣ। ଯଦି ବି ଆମେ ଡିଜେ ବଜାଉଛେ ତେବେ ଆମେ ତଳେ ପଡ଼ିଆରେ ନାଚିବା ଏବଂ ସାବଧାନ ସହିତ ଯଦି ଆମେ ନାଚ ଗୀତ ବି କରିବା ତାହେଲେ ଆମର କିଛି ବି କ୍ଷତି ହେବନି। ଆପଣମାନଙ୍କୁ ଏ ଅନୁଭୂତିଟି କେମିତି ଲାଗିଲା
ନିଶ୍ଚିତ ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ। ଏବଂ ମାନଙ୍କର ଯଦି ମା ସରସ୍ୱତୀ ପୂଜାଙ୍କର କିଛି ଅନୁଭୂତି ଥାଏ ତାହେଲେ ନିଶ୍ଚୟ ଆମକୁ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ। ରହୁଛି ଜୟ ଜଗନ୍ନାଥ। ଦେଖା ହବ ପୁଣି ଥରେ ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛି ଜୟ ଜଗନ୍ନାଥ।